ଦେଓଗାଁରେ ବାହୁଡ଼ା ଯାତ୍ରା ପାଳିତ। ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁଠାରେ ଗତକାଲି ମହାପ୍ରଭୁ ଶ୍ରୀ ବଳଦେବଜୀଉ ଓ ଭାଇ ଶ୍ରୀ ଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଜିଲ୍ଲା ଦେବୋତ୍ତର ବିଭାଗ ପକ୍ଷରୁ ଉକ୍ତ ଯାତ୍ରା ଅନୁଷ୍ଠିତ ହୋଇଥାଏ। ରଥଯାତ୍ରା ଠାରୁ 9 ଦିନ ବ୍ୟାପୀ ଗୁଣ୍ଡିଚା ମନ୍ଦିରରେ ରହଣି ପରେ ମହାପ୍ରଭୁ ଦୁଇ ଭାଇ ଘର ବାହୁଡ଼ା ପର୍ବ ବାହୁଡ଼ା ଯାତ୍ରା ସମ୍ପନ୍ନ କରିଛନ୍ତି। ଗତକାଲି ପ୍ରାତଃ ସମୟରୁ ପୂଜା ପଣ୍ଡାଙ୍କ ଦ୍ୱାରା ଠାକୁରଙ୍କର ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତି, ମଇଲମ ନୀତି, ସକାଳ ଧୂପ ଆଦି ସମ୍ପନ୍ନ ପରେ 10ଟାରେ ସକାଳ ଧୂପ ବାଳଭୋଗ ନୀତି, ମଧ୍ୟାହ୍ନରେ ମଧ୍ୟାହ୍ନ ନୀତି, ଅନ୍ନଭୋଗ ସହିତ ବିଭିନ୍ନ ମିଷ୍ଟାନ୍ନ ଭୋଗ ପୂଜନ ପରେ ବାହୁଡ଼ା ଯାତ୍ରା ପାଇଁ କାର୍ଯ୍ୟାରମ୍ଭ ହୋଇଥିଲା। ରଥ ପୂଜନ ସେନାପଟା ଲାଗି ପରେ ଅପରାହ୍ନ 3ଟା 30 ପରେ ଠାକୁରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ଠାକୁରଙ୍କୁ ରଥ ପରିକ୍ରମା ଓ ରଥାରୂଢ଼ କରାଯାଇଥିଲା। 4ଟା 30ରେ ଠାକୁରଙ୍କର ଛେରା ପହଁରା କାର୍ଯ୍ୟ ହେମନ୍ତ କୁମାର ନନ୍ଦଙ୍କ ଦ୍ୱାରା ସମ୍ପନ୍ନ ପରେ 5ଟାରେ ରଥଟଣା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବାଦ୍ୟ ହରିବୋଲ ହୁଳହୁଳିରେ ଜୟ ଜଗନ୍ନାଥ ଧ୍ୱନିରେ ପୁରୁଷ ଓ ମହିଳା ଭକ୍ତମାନେ ରଥକୁ ଟାଣି ଟାଣି ଆଡ଼ପ ମଣ୍ଡପ ପାଖକୁ ନେଇ ଆସିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ସ୍ଥାନୀୟ ତହସିଲଦାର ସୁଧାଂଶୁ ଶେଖର ସାଓ ଉପସ୍ଥିତ ଥିଲାବେଳେ ଗଁଦିଆ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଦେବୋତ୍ତର ବିଭାଗ ପକ୍ଷରୁ ନିରୀକ୍ଷକ ବସନ୍ତ କୁମାର ରଥ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।